ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗ୍ରାମ ପଞ୍ଚାୟତର ମାଳପୁରା ରାମ ମନ୍ଦିରଠାରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ଅଯୋଧ୍ୟାଠାରେ ଭବ୍ୟ ନୂତନ ମନ୍ଦିର ନିର୍ମାଣ ହୋଇ ପବିତ୍ର ପୌଷ ଦ୍ୱାଦଶୀ ତିଥିରେ ପ୍ରତିଷ୍ଠା ହୋଇଯାଇଛି। ଦୀର୍ଘ 500 ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଏ ଶୁଭ ଅବସରରେ ସମଗ୍ର ଦେଶ ଯେତେବେଳେ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି, ଗାଁଠାରୁ ସହର, ପଲ୍ଲୀଠାରୁ ଦିଲ୍ଲୀ ସବୁଆଡ଼େ ରାମ ପ୍ରେମରେ ମଜଗୁଲ ହେଉଥିବା ବେଳେ ମାଳପୁରା ରାମ ମନ୍ଦିରରେ ଭକ୍ତଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ପଞ୍ଚାୟତର ଆବାଳ ବୃଦ୍ଧ ବନିତା ମିଶି ରାମଚନ୍ଦ୍ରଙ୍କର ପ୍ରତିଷ୍ଠା ଦିବସଟିକୁ 5ଟି ଲେଖାଏଁ ଦୀପ ଜାଳି ବହୁ ଆଡମ୍ବରରେ ପାଳନ କରିଥିଲେ ଓ ପ୍ରଭୁଙ୍କ ମୂର୍ତ୍ତିକୁ ନେଇ ହୃଦୟଭରା ଭକ୍ତି ସହିତ କୁନି କୁନି ପିଲାମାନଙ୍କ ସମେତ ଗାଁ ଦାଣ୍ଡରେ ରାମଲାଲାଙ୍କ ଭଜନ, ଡାକବାଜି ଯନ୍ତ୍ରକୁ ନେଇ ଉଦଣ୍ଡ ନୃତ୍ୟ କରି ଗ୍ରାମ ପରିକ୍ରମା କରିଥିଲେ। ହରିବୋଲ ହୁଳହୁଳିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା ଓ ସନ୍ଧ୍ୟା ସମୟରେ ଦୀପ ଜାଳି ମନ୍ଦିର ପରିସର ଆଲୋକିତ ହୋଇ ଉଠିଥିଲା। ଏହି ଉତ୍ସବକୁ ପ୍ରତିବର୍ଷ ଧୁମଧାମରେ ପାଳିତ ହେବ ଏବଂ ଏହା ଏକ ସ୍ମରଣୀୟ ଦିବସ ହୋଇ ରହିବ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। କାମାକ୍ଷାନଗରରୁ ତରଣୀଚରଣ ବାରିକଙ୍କ ରିପୋର୍ଟ, ଅଷ୍ଟଗେଳା ନ୍ୟୁଜ। सीधा करी चलो सीधा चलो लगला हाथ लगा चलो क्या दुकान